ଆପଣ ହଉଛନ୍ତି ଗଣଶିକ୍ଷା ମନ୍ତ୍ରୀ ଆମର ସୁଦାମ ମାରାଣ୍ଡିଙ୍କର ଧର୍ମପତ୍ନୀ। ତେବେ ଆପଣ ପ୍ରତିଦିନ ଆସୁଛନ୍ତି ସ୍କୁଲ ଆସୁଛନ୍ତି, ଗୋଟିଏ ପଟେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆନ୍ଦୋଳନ କରୁଥିବା ବେଳେ ଆପଣ ପ୍ରତିଦିନ ସ୍କୁଲକୁ ଆସୁଛନ୍ତି ଏବଂ ଆପଣଙ୍କ ଡ୍ୟୁଟି ଜାରି ରଖୁଛନ୍ତି, କଣ କହିବେ? ଆମ ତ ଡ୍ୟୁଟିରେ ଜାରି ରହିଛି ଓପିଏସ୍ ଟିଚର ମାନଙ୍କର। ଆମ ଯୋଉ ଦିଟା ଅଛି ଓପିଏସ୍ ଏନପିଏସ୍, ଯୋଉମାନେ ଆନ୍ଦୋଳନ କରୁଛନ୍ତି ସେମାନେ ହେଲେ ଏନପିଏସ୍ ଟିଚର। ତେଣୁ ଆମର ଯୋଉ ଓଡ଼ିଶା ସଂଘ, ଆମ ସଂଘଟା ସେମାନଙ୍କୁ ପ୍ରତ୍ୟକ୍ଷ ଭାବେ ସାପୋର୍ଟ ନ କରିକି ପରୋକ୍ଷ ଭାବରେ ସେମାନଙ୍କୁ ସାପୋର୍ଟ କରୁଛି। ତେଣୁ ଆମେ ସ୍କୁଲକୁ ଆଉ ବନ୍ଦ ନ କରିକି ଆମେ ସେଥିପାଇଁ ପ୍ରତ୍ୟେକ ଦିନ ସ୍କୁଲକୁ ଆସୁଛୁ। ତାଙ୍କର 3 ଦଫା ଅଛି ଦାବି, ସେ ଦାବି ଭିତରେ ଆମର କୌଣସି ଦାବି ପଡୁନାହିଁ। ଏଇ ଯୋଉ ଦାବି ସବୁ ରହିଛି, ଯୋଉ 3 ଦଫା ଦାବି ନେଇ ଯୋଉ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆଜି 8 ଦିନ ହେଲା ଧାରଣାରେ ବସିଲେନି, ତ ଆପଣ କଣ କହିବେ? ଏଇ ଯୋଉ ଦାବି ରହିଛି ତାଙ୍କର ନ୍ୟାଯ୍ୟ ଦାବି ପାଇବାର ହକଦାର ରହୁଛି ନା ସରକାରଙ୍କ ପାଖରେ ସେମାନେ ଗୋଟେ ମିଛ ପ୍ରେସର ପକାଉଛନ୍ତି? ନା ସେ ବିଷୟରେ ତ ମୁଁ ଅଲରେଡି କହିସାରିଛି, ଦେଇସାରିଛି ଗତକାଲି। ଆଉ ସେ ବିଷୟରେ ଆଉ ମୁଁ ବିଶେଷ କିଛି କହୁନି, ଯେହେତୁ ଆନ୍ଦୋଳନଟା ଚାଲିଛି। ଆଉ ସେ ବିଷୟରେ ମୁଁ ବିଶେଷ କିଛି କହିବି। ଯେହେତୁ ଆପଣ ବି ଜଣେ ଶିକ୍ଷୟିତ୍ରୀ, ଆପଣ ବି ଜଣେ ମାନେ ଯେହେତୁ ଏଇଟା ଗୋଟେ ମାନେ ସମସ୍ତଙ୍କର ନଜର ରହିଛି, ଯେହେତୁ ଆପଣ ଗଣଶିକ୍ଷା ମନ୍ତ୍ରୀଙ୍କର ୱାଇଫ, ତେଣୁ ସମସ୍ତଙ୍କର ନଜର ମଧ୍ୟ ଆପଣଙ୍କ ଉପରେ ରହିଛି। ଆଉ କାଲି ମଧ୍ୟ ସେମାନେ କହୁଥିଲେ କି ଆପଣଙ୍କ ମାଧ୍ୟମରେ ମଧ୍ୟ ସେ ଚେଷ୍ଟା କରୁଛନ୍ତି କିଭଳି ଭାବରେ ମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ, କିଭଳି କଥାବାର୍ତ୍ତା ହେବେ। ତ ସେ ନେଇ ଆପଣ କଣ କହିବେ? ଯୋଉ ଦାବି ତାଙ୍କର ରହିଛି, ବାସ୍ତବିକ ସେମାନଙ୍କର ଏଇ ଦାବି ପୂରଣ ହେବା ଦରକାର କି ନାହିଁ? ଦାବି ତ ପୂରଣ ହେବା କଥା, ତାଙ୍କ ସରକାର ସହିତ ଆଲୋଚନା କରିକି ଯାହା କରିବେ ଆଉ। ତ ଗୋଟେ ପଟେ ମୁଁ କହିବା ପାଇଁ ଚାହିଁବି, ଯେହେତୁ ଆପଣ ମାନେ ସ୍ତ୍ରୀ ହିସାବରେ ଏ ନେଇ କିଛି ଆଲୋଚନା କେବେ କରିଛନ୍ତି ମାନେ ଆମର ଯୋଉ ମନ୍ତ୍ରୀଙ୍କ ସାଙ୍ଗରେ? ନା ନା, ଏଇ ଆନ୍ଦୋଳନ ବିଷୟରେ ସେମିତି ବିଶେଷ କିଛି ଆଲୋଚନା ହେଇନି। ସେ ତ ସାରା ଓଡ଼ିଶାର ମନ୍ତ୍ରୀ ନା, ଆଉ କି ଥୋଡ଼ି ସେ ଘରର ମନ୍ତ୍ରୀ। ତେବେ ଏଇ ଯୋଉ 8 ଦିନ ହେଲା ବସିଛନ୍ତି ଖରା ବର୍ଷାରେ, ଯୋଉଭଳି ଭାବରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆନ୍ଦୋଳନ କରୁଛନ୍ତି, ତାଙ୍କର ନ୍ୟାଯ୍ୟ ଦାବି ପାଇଁ ଆନ୍ଦୋଳନ କରୁଛନ୍ତି, ସରକାର ଏହାକୁ ମାନିବା କଥା କି ନୁହଁ? ସେ ବିଷୟରେ ତ ମୁଁ କିଛି କହିପାରିବିନି। ମ୍ୟାଡ଼ାମ, ଆଜି ଦେଖିବା ପାଇଁ ମିଳୁଛି ଯେ କୌଣସି ଛାତ୍ରଛାତ୍ରୀ ମାନେ ସ୍କୁଲ ଆଜି ଆସିନାହାନ୍ତି। ସେମାନେ ଆସୁଛନ୍ତି ନା ସେମାନଙ୍କ ମନରେ ମଧ୍ୟ କୌଣସି ସନ୍ଦେହ ସୃଷ୍ଟି ହଉଛି ଯେ ସ୍କୁଲରେ ପାଠ ପଢା ହଉଛି କି ନାହିଁ, ବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆସୁଛନ୍ତି କି ନାହିଁ, ଏଭଳି କିଛି ସନ୍ଦେହ ସୃଷ୍ଟି ହଉଛି କି? ସେମାନେ ତ ଗତକାଲି ଆସିଥିଲେ, ଅଳ୍ପ ଛୁଆ ଆସିଥିଲେ, କିନ୍ତୁ ଆଜି ତ କେହି ଆସିନାହାନ୍ତି। ମୁଁ ତ ସକାଳ 7ଟା ବେଳୁ ଆସିଛି ବିଦ୍ୟାଳୟକୁ। ତ ଆଜି ଯୋଉଭଳି ଭାବରେ ମାନେ ପ୍ରତିଦିନ ଆପଣ ଆସୁଛନ୍ତି, ମାନେ ଡେଲି ପିଲାମାନେ କେତେ ଜଣ ଆସନ୍ତି ଏବଂ ମିଡ୍ ଡେ ମିଲ୍ କିଭଳି ଭାବରେ ଚାଲିଛି? ଏମଡିଏମ୍ ସବୁଦିନ ଦିଆ ହୁଏ। ଆମର ତ ଅଳ୍ପ ଛୁଆ ଆସିଲେ ବି ଏମଡିଏମ୍ ଦିଆହବ। ଆଜି ଯେହେତୁ ଛୁଆ ଆସିନାହାନ୍ତି, ସେଥିପାଇଁ ଏମଡିଏମ୍ ଟା ଆଜି ବନ୍ଦ ଅଛି। କେତେ ଛାତ୍ରଛାତ୍ରୀ ଅଛନ୍ତି ଏଠି ଏବଂ ଟିଚର କେତେ ଜଣ ଅଛନ୍ତି ସ୍କୁଲରେ? ଆମେ ଏଠି 2 ଜଣ ଅଛୁ ଟିଚର, ପିଲା ଅଛନ୍ତି 26 ଜଣ। ତାହେଲେ ଯୋଉ 2 ଜଣ ଆପଣଙ୍କର ଅଛନ୍ତି ଶିକ୍ଷୟିତ୍ରୀ ଅଛନ୍ତି, ତ ତା ଭିତରେ ଆପଣ ଏକା ଆସୁଛନ୍ତି, ବର୍ତ୍ତମାନ ଗୋଟେ ଯାହାହେଲେ ବି ପାଠ ପଢାରେ ନିଶ୍ଚିତ ଭାବରେ ବାଧା ସୃଷ୍ଟି ହେଇଛି ବୋଲି କହିପାରିବା। ସେଟା ତ ନିଶ୍ଚିତ ବାଧା ହବ ଆଉ। ଏଇ ଯୋଉ ଆନ୍ଦୋଳନ ମାନେ ବିଭିନ୍ନ ସମୟରେ ଏଇ ଯୋଉ ବିଭିନ୍ନ ଦାବିକୁ ନେଇ ଯୋଉଭଳି ଭାବରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆନ୍ଦୋଳନକୁ ଓହ୍ଲାନ୍ତି, ଯୋଉଥିରେ କି ପାଠ ପଢା ସମ୍ପୂର୍ଣ୍ଣ ଭାବରେ ବାଧାପ୍ରାପ୍ତ ହୁଏ, ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତକୁ ନେଇ ମଧ୍ୟ ବହୁତ କଥା ରହିଛି। ତେବେ କଣ କହିବେ ୟାକୁ ନେଇକି, ଯୋଉଭଳି ଭାବରେ ଗୋଟିଏ ପରେ ଗୋଟିଏ ଆନ୍ଦୋଳନ ହଉଛି ଆଉ ତାହା ଦୀର୍ଘ ଦିନ ଧରିକି ଚାଲୁଛି? ଏ ଆନ୍ଦୋଳନ ଯେମିତି ଆଜି 8 ଦିନରେ ପହଞ୍ଚିଲାନି, ଏଭଳି ଆନ୍ଦୋଳନ ହବା ଦରକାର ନା ତା ପୂର୍ବରୁ କିଛି ତାର କୌଣସି ଅଲ୍ଟରନେଟ ମାଧ୍ୟମ ରହିଛି? ନା ନା, ସେ ବିଷୟରେ ମୁଁ ତ କହିପାରିବିନି, ସେ କଥା ସରକାର ବୁଝିବେ। ସରକାର ଯେହେତୁ ଅଛନ୍ତି, ସେ ସରକାର ବୁଝିବେ ସେ ସବୁ କଥା। ଆପଣ ଜଣେ ଶିକ୍ଷୟିତ୍ରୀ ହିସାବରେ କଣ କହିବେ? ୟା ବର୍ତ୍ତମାନ କୋଉ ଷ୍ଟେଜରେ ପହଞ୍ଚିଲାଣି ଆଉ ଦାବି ପୂରଣ ହେଲେ ଆପଣ କେତେ ଖୁସି ହେବେ? ଦାବି ପୂରଣ ହେଲେ ତ ଖୁସି ହେବା, ଯେହେତୁ ଶିକ୍ଷକ, ମୁଁ ଜଣେ ଶିକ୍ଷକ ଭାଇ ଭଉଣୀ ମାନେ ଯେହେତୁ ଆନ୍ଦୋଳନ କରୁଛନ୍ତି, ତାଙ୍କ ଦାବି ପୂରଣ ହେଲେ ତ ମୁଁ ନିହାତି ଖୁସି ହେବି। ଗ୍ରେଡ ପେ କଥା ଅଛି, ଯୋଉଭଳି ଭାବରେ ଗ୍ରେଡ ପେ ଯଦି 4200 ଟଙ୍କା ଗ୍ରେଡ ପେ ହେଲେ ଆପଣ ସେଥିରେ ଲାଭବାନ ହେବେ କି ନାହିଁ? ନା, ଆମର ତ ଅଲରେଡି ହେଇସାରିଛି, ଆମେ ତ ସେଣ୍ଟ୍ରାଲ ପେ ବି ପାଇସାରିଛୁ। ସେଥିପାଇଁ ତ ମୁଁ କହିଲି ନା, ଆମର ସେ ଦାବି ଭିତରେ ଆମର କିଛି ନାହିଁ। ତେଣୁ ତଥାପି ଆପଣ ଯେହେତୁ ଜଣେ ଶିକ୍ଷୟିତ୍ରୀ, ତେଣୁ ଆପଣ ମଧ୍ୟ ଚାହୁଁଛନ୍ତି ଯେ ଯୋଉଭଳି ଭାବରେ ଆନ୍ଦୋଳନ ଚାଲିଛି, ଯୋଉ ଦାବି ପାଇଁ ଆନ୍ଦୋଳନ ହଉଛି, ତାହା ପୂରଣ ହବା ଦରକାର। ନିହାତି। କୁହନ୍ତୁ। ହଁ, ନିହାତି ପୂରଣ ହେବା ଦରକାର। ଏଇ ଯୋଉ ବର୍ତ୍ତମାନ ଯୋଉ ଭଳି ଭାବରେ ଗତକାଲି ଅଭିଯୋଗ କରୁଥିଲେ, ମାନେ ଯୋଉ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଉ ଅଭିଯୋଗ କରୁଛନ୍ତି ଯେ 6000 ପୂର୍ବରୁ ପାଉଥିଲେ, ଏବେ 12000 ପାଉଛନ୍ତି,
12,000 ଟଙ୍କା ଦରମାରେ ତାଙ୍କୁ ଘର ଚଳେଇବା ପାଇଁ ଅସୁବିଧା ହଉଛି, ମାନେ ଛୁଆ ପିଲାଙ୍କ କଥା ବୁଝିବା ପାଇଁ ଅସୁବିଧା ହଉଛି। ଏ କଣ 12,000 ଟଙ୍କା ଜଣେ ଶିକ୍ଷକଙ୍କ ପାଇଁ ଠିକ ପ୍ରାପ୍ୟ ବୋଲି ଆପଣ ଭାବୁଛନ୍ତି? ମୁଁ ତ ସେ ସବୁ ବିଷୟରେ ବି ଜାଣିନି, ପେପ୍ ବିଷୟରେ କେତେ କଣ ପାଉଛନ୍ତି, କୋଉ କାଟଗୋରୀର କୋଉ ଟିଚର କେତେ କଣ ପାଉଛନ୍ତି, ମୋ ସେ ନଲେଜ ନାହିଁ। ତଥାପି ଜଣେ ଶିକ୍ଷୟିତ୍ରୀ ହିସାବରେ ମାନେ 12,000 ଟଙ୍କାରେ ଜଣେ ଗୋଟେ ପରିବାର ଚଳିବା ଏବଂ ଜଣେ ଶିକ୍ଷୟିତ୍ରୀ ଚଳିବା ନିଶ୍ଚିତ ଭାବରେ କଷ୍ଟସାଧ୍ୟ ବୋଲି ଆପଣ ଭାବୁଛନ୍ତି? ସେଇଟା ତ ନା କିଛି କହିବାନି ତ। ହଁ, ନିଶ୍ଚିତ ଭାବରେ ଆମେ ଆଲୋଚନା କରୁଥିଲୁ ଯୋଉଭଳି ଭାବରେ ଆମ ସହିତ ଥିଲେ ଯୋଉ ଗଣଶିକ୍ଷା ମନ୍ତ୍ରୀ ସୁଦାମ ବାରିକଙ୍କ ଧର୍ମପତ୍ନୀ ଥିଲେ, ଆମେ ତାଙ୍କ ସହିତ ଆଲୋଚନା କରୁଥିଲୁ। ସେ ନିୟମିତ ସ୍କୁଲକୁ ଆସୁଛନ୍ତି, ପ୍ରତିଦିନ ଡ୍ୟୁଟି କରୁଛନ୍ତି ଏବଂ ସେ ମଧ୍ୟ ଚାହୁଁଛନ୍ତି ବା ଆଶା ରଖିଛନ୍ତି ସରକାର ଏମାନଙ୍କ କଥା ଶୁଣିବେ ଏବଂ ତାଙ୍କର ଯୋଉ ଦାବି ରହିଛି ଦାବି ନିଶ୍ଚିତ ଭାବରେ ପୂରଣ ହବ ଏବଂ ପୂରଣ ହେଲେ ସମସ୍ତେ ସୁରୁଖୁରୁରେ ପୁଣି ଡ୍ୟୁଟିକୁ ଆସିବେ ଏବଂ ପୁଣି ପାଠ ପଢା ଆରମ୍ଭ ହବ। ବାରିପଦାରୁ ଦୋଳ ଗୋବିନ୍ଦ ବାରିକ, କନକ ନ୍ୟୁଜ।